हे वीर श्रेष्ठ एक मु देखा पाऊँ ये तो देवता मैंने अलंकार तू ही हनुमान वीर कपितनु बाहु कपितनु वीर श्रेष्ठ ये हूँ देवता मान अलंकार ये अलंकार तुम्हें पाइल क्योंठू वीर श्रेष्ठ धान छकी आनी छचराई श्रेष्ठ देवता मान अलंकार तुम्हें पाइल क्योंठू सत्य सत्य मो निकट में तुमको प्रकाश करने को हेब तेरे सुनंद रघुवंशी वीरा हनुमंता मलाई है सुना रघु मासी जन्म कालु अज्ञान न रघुवंशी वीर शुणा मोर जन्मर वृत्तांत
ତେବେ ଶୁଣ ମୁଁ ଯେତେବେଳେ ମୋର ମାତାଙ୍କ ଗର୍ଭରୁ ଜନ୍ମଗ୍ରହଣ କଲି ସେତିକିବେଳେ ଯେତେବେଳେ ମୁଁ ଯାଇ ଧରା ପୃଷ୍ଠରେ ପଡ଼ିଲି ମୋତେ ବହୁତ କ୍ଷୁଧା ଲାଗୁଥିଲା। ସେହି ସମୟରେ ମୁଁ ମାତାଙ୍କୁ କହିଲି ମା ତୁମେ ମୋତେ କିଛି ଖାଇବାକୁ ଦିଅ ମା। କିନ୍ତୁ ମୋର ମାତା ମୋର ମର୍କଟ ରୂପ ଦେଖି ମୋତେ ଖାଇବାକୁ ଦେଲେ ନାହିଁ। ମୋତେ କହିଲେ ଯଥାଶୀଘ୍ର ଛୁଟି ଯାଅ ଅରଣ୍ୟ ମଧ୍ୟକୁ ତୁ ଫଳମୂଳ ଖାଇ ତୋର କ୍ଷୁଧା ନିବାରଣ କରୁ। ପଙ୍କ ଫଳ ଭଳିଆ ଆଦି ତଙ୍କୁ ମୁଁ ଧରିଲି ପଙ୍କ ଫଳ ଭଳିଆ ଆଦି ତଙ୍କୁ ମୁଁ ଧରିଲି। ଖାତେ ମୁଁ ପ୍ରାଣ ହରାଇଲି। ରଘୁବଂଶ ଶିବିର ପ୍ରକାଶ କର। ସେହି ସମୟରେ ଆଦିତ୍ୟ ଦେବ ପୂର୍ବ ଆକାଶରୁ ଉଇ ଆସୁଥାନ୍ତି। ତାଙ୍କୁ ଫଳ ସ୍ୱରୂପ ଭାବି ମୁଁ ଯେତେବେଳେ ଭକ୍ଷଣ କରିବାକୁ ଯାଏ ସେତେବେଳେ ଇନ୍ଦ୍ରଙ୍କର ବଜ୍ର ମୋର ମସ୍ତକରେ ପଡ଼ିବାରୁ ମୁଁ ପ୍ରାଣ ହାରି ଭୂପୋଷଣ କରିବି। ଯେଉଁ ପ୍ରାଣ ହାରି ମହି ପଡ଼ି ଯେତେବେଳେ ମୁଁ ପ୍ରାଣ ହାରିଲେ ଭୂପୃଷ୍ଠରେ ପଡ଼ି ରହିଲି ସେହି ସମୟରେ ପିତା ପବନ ଦେବ ଏ ସାରା ସଂସାରରେ ଆତଜାତ ହେବ। ପ୍ରବଣକୁ ପ୍ରବୋଧିନ ଦେବ ଅମୃତ ଛିଞ୍ଚିଣ ମତେ ସେହି ସମୟରେ 33 କୋଟି ଦେବତା ସେ ସ୍ଥାନକୁ ଆସିଲେ। ଅମୃତ ଛିଞ୍ଚି ମତେ ପ୍ରାଣ ଦାନ ଦେଲେ। ମୁକୁଟ କୁଣ୍ଡଳ ହବେ ବଜ୍ର ଆଶୀର୍ବାଦ କରି ଧାତା ସେହି ସମୟରେ 33 କୋଟି ଦେବତା ଆସି ଅମୃତ ଛିଞ୍ଚି ମତେ ଜୀବନାଶ ଦେଲେ। ମସ୍ତକେ ମୁକୁଟ କାନରେ କୁଣ୍ଡଳ ଗଳାରେ ରତ୍ନହାର ଦେଇ ମୋର ଶରୀରକୁ ବଜ୍ର କରିଦେଲେ। ବ୍ରହ୍ମାଙ୍କ ବଳରେ ମୁହ ଜାଣିନବି ଭାତ ମୋର ହରିଣରେ ମୋର ସେହି ସମୟରେ ଯେତେବେଳେ ବ୍ରହ୍ମାଙ୍କ ବଳ ସାହାଯ୍ୟରେ ମୁଁ ଅତ୍ୟନ୍ତ ବଳଶାଳୀ ହୋଇଗଲି ସେହି ସମୟରେ କୁଟୀର ମୁନି ଋଷିମାନଙ୍କର କୁଟୀରକୁ ଭଗ୍ନ କରିବାକୁ ଲାଗିଲି। ତାହା ଦେଖି ବ୍ରହ୍ମଦେବ ମୋର ବଳକୁ ହରିନେଲେ। ବୋଇଲେ ତୁ ଏସା ମଏ ନିଗଳ ବାସୁଦେବ ଦର ସନେ ବଳ ପାତି ସେତେବେଳେ ପ୍ରାଣ ହାରି ମୁଁ ଭୂପୃଷ୍ଠରେ ପଡ଼ି ରହିଥିଲି। ସେହି ସମୟରେ ବାସୁଦେବ ବ୍ରହ୍ମଦେବଙ୍କ ବଳ ସାହାଯ୍ୟରେ
ମୁଁ ଅତ୍ୟନ୍ତ ବଳଶାଳୀ ହୋଇଯିବାରୁ ମୁନି ଋଷି ମାନଙ୍କର କୁଟୀର ଭଗ୍ନ କରିବାରୁ ସେହି ସମୟରେ ବ୍ରହ୍ମଦେବ ମୋର ବଳକୁ ହରିନେଲେ। କହିଲେ କହିଲେ ତୁ ଯେଉଁଦିନ ବାସୁଦେବଙ୍କର ଦର୍ଶନ ପାଇବୁ ସେଇଦିନ ତୁ ତୋର ପୂର୍ଣ୍ଣ ବଳ ଫେରି ପାଇବୁ। ବୋଇଲେ ମୁଁ ତାହାଙ୍କୁ ଚିହ୍ନିବି କେମନ୍ତେ ବ୍ରହ୍ମା ବୋଇଲେ ମୁଁ କୁଟ ଦେଇଅଛି ସେହି ସମୟରେ ମୁଁ ବ୍ରହ୍ମଦେବଙ୍କୁ ପଚାରିଲି ମୁଁ ସେ ବାସୁଦେବଙ୍କୁ କିପରି ଜାଣିବି? ମତେ କ'ଣ କହିଲେ ଜାଣିଛନ୍ତି? କ'ଣ କହିଲେ? କହିଲେ ତୋର ମସ୍ତକ ମୁକୁଟ କନ୍ନରେ କୁଣ୍ଡଳ କଳରେ ରତ୍ନହାର ଦେଇଛି। ଏ ସାଧାରଣ ମଣିଷକୁ କେବେ ହେଲେ ଦୃଶ୍ୟ ହେବ ନାହିଁ। ଯେଉଁଦିନ ତୁ ବାସୁଦେବଙ୍କର ଦର୍ଶନ ପାଇବୁ ସେଇଦିନ ନିଶ୍ଚୟ ତୋର ଏ ଅଳଙ୍କାର ସେ ଚିହ୍ନି ପାରିବେ। कपि जन्म मोर धन्य हो जाए प्रभु। ब्रह्मा कही कथा आज सत्य सत्य प्रकार आज स्वयं नारायण को देखा पाऊँ प्रभु। प्रभु आज दास हनुमान को चरण में स्थान दियो प्रभु, स्नान दियो। उठ वत्स हनुमान, भक्त मान मध्य तुम्हें हूँ मोर श्रेष्ठ भक्त। तुम द्वारा ही मोर अनेक कार्य साधित हो। हनुमान वीर हनुमान कहती तुमर मातुल सुग्रीव हनुमान, अति शीघ्र चल हनुमान, सुग्रीव राजगुण को आम साक्षात कर पर्वत छंती सुग्रीवारा बोल सुनो बहन तुझे दीपा है आचारा। प्रभु आशा प्रभु मोर सुबातुल सुग्रीव राजन ऋष्यमुख पर्वत आत्मगोपन कर रही प्रभु। आगे हनुमंत पछे श्री राम ऋष्यमुख पर्वत पहुंचले तीन जन। कोमल पत्र अतिथि पर श्री राम कोण बसाई। प्रभु तुम ए स्थान में किसी समय विश्राम कर प्रभु। मु यथाशीघ्र छुटी जी
मोर कनिष्ठ मातुओं निकटे आनी तुमको निश्चय कराइबी साक्षात आस प्रभु। हेलो सुधी दर्शक समाज हनुर मुग्ध घोड़ामरा ग्रामर कैलाश परिडा 51 टंका अर्पण कले। जय जय तुम ए स्थान किसी समय विश्राम कर मु यथाशीघ्र छुटी जाऊँगी मोर मातुओ सुग्रीव निकटे। मत विदाय दियो प्रभु।